ଦେଖନ୍ତୁ ମୋହନ ମାଝୀ ବି ମୁଁ ତାଙ୍କୁ ଧନ୍ୟବାଦ ଦେବି। ମୋହନ ମାଝୀଙ୍କୁ ଯେତେବେଳେ ବିରୋଧୀ ଦଳରେ ଥିଲେ ଚିଫ୍ ଭିତରେ ସେତେବେଳେ ଡ୍ରାଇଭରଙ୍କ କଥା ସିଏ ଉଠେଇଥିଲେ, ମୁଁ ବି ଉଠେଇଥିଲି। ଯେ ସରକାରକୁ ଆସିଲେ ଡ୍ରାଇଭରଙ୍କ କଥାକୁ ସେ ଭୁଲି ଯାଇଛନ୍ତି। ମୁଁ ମନେ ପକାଇବାକୁ ଚାହେଁ ବିଧାନସଭାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଡ୍ରାଇଭରମାନଙ୍କର ସ୍ୱରକୁ ନିଜ ସ୍ୱର ସହିତ ମିଶାଇ ତାଙ୍କ ଦାବି ହାସଲ କରିବା ପାଇଁ ବିଧାନସଭାରେ ଦାବି କରିଥିଲେ। ଆଜି ବି ମୁଁ ତାଙ୍କୁ ନିବେଦନ କରିବି, ତମେ ଯେଉଁ ଦାବି କରିଥିଲ ତାକୁ ପୂରଣ କର। ଡ୍ରାଇଭରମାନଙ୍କୁ ପେନସନ୍ ମିନିମମ୍ ତ ଗୋଟେ ପେନସନ୍ ତାଙ୍କ ପାଇଁ ଧାର୍ଯ୍ୟ କର। କଂଗ୍ରେସ ଉପରେ କିଛି ଇମ୍ପାକ୍ଟ ନାହିଁ, ସେ ଆଗରୁ ନଥିଲେ କି? ସେ ନଥିଲେ, ବହୁତ ଥର ଥିଲେ, ଆଗରୁ ତା ଆଗରୁ ବି ଥିଲେ। କଂଗ୍ରେସ ଉପରେ ତାଙ୍କ ପ୍ରଭାବ କ'ଣ ପଡ଼ିବ? କିଛି ପଡ଼ିବାର ପ୍ରଶ୍ନ ଉଠୁନି। ନାଇଁ ନାଇଁ, କିଛି ପ୍ରଭାବ ପଡ଼ିବାର ନାହିଁ। ତାଙ୍କର ତ ବର୍ତ୍ତମାନ ସୁଦ୍ଧା ତାଙ୍କର ଚେୟାରମ୍ୟାନ୍ ମାନେ ମନ୍ତ୍ରିମଣ୍ଡଳରେ ଆହୁରି 7ଟି ନା 6ଟି ପୋଷ୍ଟ ଖାଲି ପଡ଼ିଛି। ନିଗମ ଯାକ ଖାଲି ପଡ଼ିଛି, ଆଗେ ଦେଇପାରୁନାହାନ୍ତି। ଭାଗବଣ୍ଟା ଛିଡ଼ୁନି, ଭାଗବଣ୍ଟା ଛିଡ଼ିଲେ ଯାଇକି ଦେବେ। ଦେଖାଯାଉ କ'ଣ ହେଉଛି। ଆମର କଂଗ୍ରେସ ଦଳ ପ୍ରତି କୌଣସି ପ୍ରଭାବ ପଡ଼ିବନି।